ଶୀତରେ ଥରୁଛି ସାରା ଓଡ଼ିଶା। ବିଭିନ୍ନ ସ୍ଥାନର ରାତି ତାପମାତ୍ରା ହ୍ରାସ ପାଇଥିବା ବେଳେ 8.3 ଡିଗ୍ରୀ ସହ ସୁନ୍ଦରଗଡ଼ରେ କିରେଇ ସବୁଠାରୁ ଥଣ୍ଡା ଅଞ୍ଚଳ ପାଲଟିଛି। କନ୍ଧମାଳର ଜି ଉଦୟଗିରିରେ 8.4 ଡିଗ୍ରୀ, ଫୁଲବାଣୀରେ 8.5 ଡିଗ୍ରୀ, କୋରାପୁଟରେ 9.5 ଡିଗ୍ରୀ, ଭଦ୍ରକ ରାଣୀତାଳରେ 9.6 ଡିଗ୍ରୀ, ରାଉରକେଲାରେ 9.8 ଡିଗ୍ରୀ ଥିବାବେଳେ ସମ୍ବଲପୁର, ଅନୁଗୁଳ, କେନ୍ଦୁଝର, ସୁନ୍ଦରଗଡ଼, ଦାରିଙ୍ଗବାଡ଼ିରେ 10 ଡିଗ୍ରୀ ଓ ଝାରସୁଗୁଡ଼ାରେ 10.2 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ବର୍ତ୍ତମାନ ରାଜ୍ୟ ଉପରେ କୌଣସି ପ୍ରକାର ସିଷ୍ଟମ ନଥିବାରୁ ଉତ୍ତରା ପବନ ରାଜ୍ୟକୁ ପ୍ରବେଶ କରୁଛି, ଫଳରେ ଥଣ୍ଡା ଅନୁଭୂତ ହେଉଛି। ଆସନ୍ତା 5 ଦିନ ଯାଏ ଏଭଳି ଥଣ୍ଡା ଲାଗି ରହିବ। ସେପଟେ ଟ୍ୱିନ୍ ସିଟିରେ 13 ଡିଗ୍ରୀ ଛୁଇଁଲା ପାରଦ। ଚଳିତ ସିଜିନ୍ରେ ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ତାପମାତ୍ରା 13 ଡିଗ୍ରୀ ଛୁଇଁଛି। ଆଜି ଭୁବନେଶ୍ୱରରେ 13.2 ଡିଗ୍ରୀ ଓ କଟକରେ 13.5 ଡିଗ୍ରୀ ସର୍ବନିମ୍ନ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଓଡ଼ିଶା ଟିଭି।